ଜୀବନର କଠୋର ନିଷ୍ପତ୍ତି। ଥରେ ଜଣେ ପ୍ରଫେସର ତାଙ୍କ ଶ୍ରେଣୀର ଛାତ୍ରମାନଙ୍କୁ ଏକ କାହାଣୀ କହୁଥିଲେ। ତେବେ କାହାଣୀଟି ଏହିପରି ଥିଲା ଯେ ଏକ ବଡ଼ ଜାହାଜ ସମୁଦ୍ର ଯାଉଥିଲା ଏବଂ ସେଠାରେ ଅନେକ ଯାତ୍ରୀ ଥିଲେ। ହଠାତ୍ ଏକ ଦୁର୍ଘଟଣା ଘଟେ। ଏହି ଦୁର୍ଘଟଣା ଘଟି ଜାହାଜଟି ନଷ୍ଟ ହୋଇଯାଏ। ଜାହାଜର କ୍ୟାପ୍ଟେନ୍ ଘୋଷଣା କରନ୍ତି ଯେ ସମସ୍ତ ଯାତ୍ରୀମାନଙ୍କୁ ତୁରନ୍ତ ଜାହାଜରୁ ସ୍ଥାନାନ୍ତର କରିବା ଉଚିତ, କାରଣ ଏହା ବୁଡ଼ିବାକୁ ଯାଉଛି। ତାପରେ ଲାଇଭ୍ ଡଙ୍ଗାରେ ଚଢ଼ିବା ପାଇଁ ବହୁତ ଲୋକ ଅଛନ୍ତି। ସମସ୍ତେ ପ୍ରଥମେ ଡଙ୍ଗାରେ ଯିବାର ସୁଯୋଗ ଚାହାନ୍ତି। ପ୍ରାୟ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ କୂଳରେ ପହଞ୍ଚନ୍ତି। ଉଦ୍ଧାରକାରୀ ଦଳ ମଧ୍ୟ ଆସନ୍ତି। କିନ୍ତୁ ଏକ ଅନ୍ତିମ ମୁହୂର୍ତ୍ତ ଆସେ, ଯେତେବେଳେ ଜାହାଜଟି ବୁଡ଼ିବାକୁ ଯାଉଛି। କେବଳ ଗୋଟିଏ ବୋଟ୍ ଅଛି, କିନ୍ତୁ ଜାହାଜରେ 2 ଜଣ ଏକ ବିବାହିତ ଦମ୍ପତି ଥିଲେ, ଯେଉଁମାନେ ଜାହାଜରେ ରହିଯାଇଥିଲେ। ଦୁହିଁଙ୍କ ମଧ୍ୟରେ ଯିଏ ସ୍ୱାମୀ ସେ ନିଜ ପତ୍ନୀକୁ ଜାହାଜ ଆଡ଼କୁ ଠେଲି ଦିଅନ୍ତି ଏବଂ ସେ ନିଜେ ଲାଇଫ୍ ବୋଟ୍ ଉପରେ ଡେଇଁ ବସି ପଡ଼ିଲେ ଏବଂ କୂଳ ଆଡ଼କୁ ଯାଉଥିବା ସମୟରେ ଯେତେବେଳେ ପତ୍ନୀ ଛିଡ଼ା ହୋଇଥିବା ଜାହାଜଟି ବୁଡ଼ି ଯାଉଛି, ସେ ଚିତ୍କାର କରି ସ୍ୱାମୀକୁ କିଛି କହିଲେ। ତେଣୁ ପ୍ରଫେସର ତାଙ୍କ କାହାଣୀ ବନ୍ଦ କରି ପିଲାମାନଙ୍କୁ ପଚାରିଲେ, ଆପଣ ଭାବୁଥିବେ କ'ଣ? ତାଙ୍କ ସ୍ତ୍ରୀ କହିଲେ, ପ୍ରାୟତଃ ଉତ୍ତର ଦେଲେ, ସାର୍, ତାଙ୍କ ପତ୍ନୀ ଏସବୁ କହିଥିବେ, ମୁଁ ତୁମକୁ ଘୃଣା କରେ, ମୁଁ ତୁମକୁ ଘୃଣା କରେ, ମୁଁ ତୁମକୁ ବହୁତ ଭଲ ପାଉଥିଲି, କିନ୍ତୁ ତୁମେ ପ୍ରତାରଣା କରିଥିଲ। ସାର୍, ଏହିଭଳି ସମସ୍ତେ କହି ଚାଲିଲେ। ଆପଣ ହୁଏତ ଭାବୁଥିବେ, ସେ ବହୁତ ସ୍ୱାର୍ଥପର ଏବଂ ଅବିବେକୀ ଅଟନ୍ତି। ଯଦି ଆପଣ ଏହାଠାରୁ ଅଲଗା କିଛି ଭାବୁଛନ୍ତି, ତାହାହେଲେ କମେଣ୍ଟରେ ଜଣାନ୍ତୁ। କିନ୍ତୁ ଏକ ଶିଶୁ ଚୁପଚାପ ବସିଥିଲା। ତାପରେ ପ୍ରଫେସର ତାଙ୍କୁ ପଚାରିଲେ, ତୁମେ ମୋତେ କୁହ, ସେହି ପତ୍ନୀ ତାଙ୍କ ସ୍ୱାମୀକୁ କ'ଣ କହିଥିବେ? ପିଲାଟି କହିଲା, ବୋଧହୁଏ ପତ୍ନୀ ପିଲାମାନଙ୍କର ଯତ୍ନ ନେବାକୁ ତାଙ୍କ ସ୍ୱାମୀକୁ କହିଥିବେ। ପ୍ରଫେସର ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସଠିକ୍ ଉତ୍ତର ବୋଲି କହିଲେ, କିନ୍ତୁ ତୁମେ କିପରି ଜାଣିଲ? ତୁମେ କାହାଣୀ ଆଗରୁ ଶୁଣିଥିଲ କି? ପିଲାଟି କହିଲା, ନା ସାର୍, ମୁଁ କାହାଣୀ ଶୁଣିନଥିଲି। ଯେତେବେଳେ ମୋର ଅସୁସ୍ଥ ମା ତାଙ୍କ ଜୀବନର ଶେଷ ନିଶ୍ୱାସ ନେଉଥିଲେ, ସେ ମୋ ବାପାଙ୍କୁ ଆମ ପିଲାଙ୍କ ଯତ୍ନ ନେବାକୁ କହିଥିଲେ। ତାପରେ ସେ କହିଥିଲେ, ଆପଣ ଠିକ୍ କହିଛନ୍ତି। ପତ୍ନୀ ତାଙ୍କ ପିଲାମାନଙ୍କର ଯତ୍ନ ନେବାକୁ ତାଙ୍କ ସ୍ୱାମୀକୁ କହିଥିଲେ। ସେ କାହାଣୀକୁ ଆହୁରି ଆଗକୁ ନେଇଯିବାକୁ କହିଲେ ଯେ ଜାହାଜରେ ଛାଡ଼ିଥିବା ମହିଳାଙ୍କର ବୁଡ଼ିଯାଇ ମୃତ୍ୟୁ ଘଟିଛି। ସେହି ପତ୍ନୀଙ୍କ ସ୍ୱାମୀ କୂଳକୁ ଆସିଥିଲେ। ସେ ଘରେ ପହଞ୍ଚିବା ପରେ ତାଙ୍କ ଝିଅ ସେଠାରେ ଥିଲେ। ସେହି ଛୋଟ ଝିଅର ଲାଳନ ପାଳନ କଲେ। ତାଙ୍କୁ ଶିକ୍ଷିତ କରି ବିବାହ ମଧ୍ୟ କରିଥିଲେ। ତାପରେ ସେହି ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଲେ। ଝିଅ ଦିନେ ତାଙ୍କ ପିତାମାତାଙ୍କ ଘରକୁ ଆସି ଘର ସଫା କରୁଥିଲା ଏବଂ ସମସ୍ତ ଜିନିଷର ଯତ୍ନ ନେଉଥିଲା। ସେ ଆଲମାରୀରେ ଏକ ଡାଏରୀ ପାଇଲେ, ଯାହା ତାଙ୍କ ପିତାଙ୍କର ଥିଲା ଏବଂ ସେହି ଡାଏରୀରେ ଶେଷ ପୃଷ୍ଠାରେ ଏହା ଲେଖାଥିଲା, ମୋତେ କ୍ଷମା କର, ମୁଁ ସେତେବେଳେ ତୁମ ସହିତ ସମୁଦ୍ରରେ ରହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଚାହିଁଲେ ମଧ୍ୟ ତାହା କରିପାରିଲି ନାହିଁ। ମୋତେ କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା। ଏହା ଆବଶ୍ୟକ ଥିଲା ଆମ ପିଲାମାନଙ୍କୁ ପ୍ରତିପୋଷଣ କରିବା ପାଇଁ। ତେଣୁ ମୁଁ ତୁମକୁ ସେଠାରୁ ଛାଡ଼ି ମୋ ଜୀବନ ବଞ୍ଚାଇବା ସର୍ବୋତ୍ତମ ବୋଲି ଭାବିଲି। ମୁଁ ଜାଣିଥିଲି ଯେ ତୁମେ ଅସୁସ୍ଥତା ଭୋଗୁଛ। ଯାହା ବି ହେଉ, ତୁମେ କିଛି ଦିନ ମଧ୍ୟରେ ଏହି ଦୁନିଆ ଛାଡ଼ିବାକୁ ଯାଉଛ। ଏଭଳି ପରିସ୍ଥିତିରେ ମୋତେ ଏହି କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା। ନଚେତ୍ ମୋତେ ବିଶ୍ୱାସ କର, ମୁଁ ସେହି ମୁହୂର୍ତ୍ତରେ ତୁମ ସହିତ ରହିବାକୁ ଚାହୁଁଥିଲି। ତୁମ ବିନା ମୋ ଜୀବନର କୌଣସି ଅର୍ଥ ନାହିଁ। ଝିଅଟି ଏହା ପଢ଼ୁଥିବା ବେଳେ ସେ କାନ୍ଦିବାକୁ ଲାଗିଲା।
ତାଙ୍କ ମନରେ ଥିବା ପ୍ରଶ୍ନ, ବାପା କାହିଁକି ମାଆକୁ ସେଠାରେ ଛାଡ଼ିଦେଲେ? କିନ୍ତୁ ସେଦିନ ସେ ବୁଝିଲେ ଯେ ତାଙ୍କ ପିତା କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଜୀବନରେ ଅନେକ ଜିନିଷ ଠିକ୍ ଏବଂ ଭୁଲ ବାହାରେ। ଅନେକ ଜିନିଷ ବହୁତ ଜଟିଳ, ଯାହା ଆମ ପାଇଁ ବୁଝିବା ବହୁତ କଷ୍ଟକର ଏବଂ ଆମ ମଧ୍ୟରୁ ଅନେକ ତୁରନ୍ତ ପ୍ରତିକ୍ରିୟା କରନ୍ତି। କିଛି କୁହନ୍ତି, ଭାବ ନାହିଁ, ବିଚାର କର ନାହିଁ, ତୁରନ୍ତ ପ୍ରତିକ୍ରିୟା କର। ଯଦି ଆପଣ ଏହା ଜାରି ରଖନ୍ତି ତେବେ ଆପଣ ଲୋକମାନଙ୍କୁ ହରାଇବେ। ପ୍ରତିକ୍ରିୟା ବନ୍ଦ କର, ଲୋକଙ୍କ ବିଚାର ବନ୍ଦ କର। ଲୋକଙ୍କୁ ଭଲ ପାଇବା ଆରମ୍ଭ କର।